Good morning, my dear guys. আজি ଆମେ অলঙ্কার ছন্দ এবং অলঙ্কার উপরে ଆମେ আলোচনা করিবা। ওকে পিলে তোমার এই কোশ্চিনটা বিশেষ করে বিভিন্ন সময় আসি থাকে আর বিশেষ করে আমানଙ୍କର প্লস টু এক্সাম যে ଅଛି সে উপরে এই কোশ্চিনটা আসি থাকে যে ଆମେ আজি দেখিবা উপসর্গ ছন্দ অলঙ্কার ইত্যাদি কোর্সরে ଅଛି ଆମେ অলঙ্কার উপরে আলোচনা করিবা। তেবে অলঙ্কার কাহাকু কুহাযাଏ প্রথমে অলঙ্কার কাহাকু কুহাଯାଏ ଆଉ অলঙ্কার କେତେ ପ୍ରକାର ଆମେ ତାହା ଆଲୋଚନା କରିବା। ସାଧାରଣତଃ অলঙ্କାର ସାହିତ୍ୟକୁ ସରସ ସୁନ୍ଦର ଏବଂ ରମଣୀୟ କରିକି ତାର ସୌନ୍ଦର୍ଯ୍ୟ ବୋଧକ ଉପାଦାନ ଗୁଡ଼ିକ ଯେଉଁ ଆବଶ୍ୟକ ହୁଏ ତାହାକୁ ଆମେ অলঙ্କାର କହିଥାଉ। অলঙ্କାର କାହାକୁ କୁହାଯାଏ? ସାହିତ୍ୟକୁ ସରସ ସାହିତ୍ୟକୁ ସରସ ସୁନ୍ଦର ରମଣୀୟ କରିବାକୁ ଯେଉଁ ସୌନ୍ଦର୍ଯ୍ୟ ବର୍ଦ୍ଧକ ଉପାଦାନ ଆବଶ୍ୟକ ହୁଏ ତାହାକୁ অলঙ্কার କୁହାଯାଏ। অলঙ্কার କାହା କୁହାଯାଏ? ସାହିତ୍ୟକୁ ସରସ ସୁନ୍ଦର ରମଣୀୟ କରିବାକୁ ଯେଉଁ ସୌନ୍ଦର୍ଯ୍ୟ ବର୍ଦ୍ଧକ ଉପାଦାନ ଗୁଡ଼ିକ ଆବଶ୍ୟକ ହୁଏ ତାହାକୁ অলঙ্କାର କୁହାଯାଏ। ଓକେ, ଏହା କ'ଣ କରେ? ବାକ୍ୟର ଶୋଭାକୁ ଏହା କ'ଣ କରିଥାଏ? ବୃଦ୍ଧି କରିଥାଏ। ଓକେ, অলঙ্କାର ଦ୍ୱାରା କ'ଣ ହୋଇଥାଏ? କାବ୍ୟ বা কবিতা ଗୁଡ଼ିକ କ'ଣ ହୋଇଥାଏ? ରମଣୀୟ ହୋଇଥାଏ। অলঙ্କାର ଦ୍ୱାରା କାବ୍ୟ କବିତା ଗୁଡ଼ିକ କ'ଣ ହୋଇଥାଏ? ମାନେ অলঙ্କାର ଦ୍ୱାରା କାବ୍ୟ କବିତା ଗୁଡ଼ିକ କ'ଣ ହୋଇଥାଏ? ରମଣୀୟ ହୋଇଥାଏ। କାବ୍ୟ କବିତା ଗୁଡ଼ିକ ରମଣୀୟ ହୋଇଥାଏ। ଓକେ, ଆମେ ଦେଖିବା ସାହିତ୍ୟକୁ ସରସ ସୁନ୍ଦର ଓ ରମଣୀୟ କରିବାକୁ ଯେଉଁ ସୌନ୍ଦର୍ଯ୍ୟ ବର୍ଦ୍ଧକ ଉପାଦାନ ଗୁଡ଼ିକ ଆବଶ୍ୟକ ହୁଏ। ଓକେ, ଗୁଡ଼ିକ ଆବଶ୍ୟକ ହୁଏ ତାହାକୁ অলঙ্କାର କୁହାଯାଏ। অলঙ্କାର ଦ୍ୱାରା କାବ୍ୟ କବିତା ଗୁଡ଼ିକ କ'ଣ ହୋଇଥାଏ? ରମଣୀୟ ହୋଇଥାଏ ଏବଂ ଏହା କ'ଣ କରେ? କାବ୍ୟର ଶୋଭା ବୃଦ୍ଧି କରେ। ଏହା କାବ୍ୟର ଶୋଭା ବୃଦ୍ଧି କରେ। ଓକେ, ବୁଝିଲି ନା ପିଲା? ମାନେ ସାହିତ୍ୟକୁ ସରସ ସୁନ୍ଦର ଓ ରମଣୀୟ କରିବାକୁ ଯେଉଁ ସୌନ୍ଦର୍ଯ୍ୟ ବର୍ଦ୍ଧକ ଉପାଦାନ ଗୁଡ଼ିକ ଆବଶ୍ୟକ ହୁଏ ତାହାକୁ অলঙ্କାର କୁହାଯାଏ। ଆଉ অলঙ্କାର ଦ୍ୱାରା କାବ୍ୟ କବିତା ଗୁଡ଼ିକ କ'ଣ ହୋଇଥାଏ? ରମଣୀୟ ହୋଇଥାଏ ଏବଂ ଏହା କାବ୍ୟର କ'ଣ କରିଥାଏ? ଶୋଭା ବୃଦ୍ଧି କରିଥାଏ। ତେବେ ଆମେ ଦେଖିବା ଯେ অলঙ্କାର ମୁଖ୍ୟତଃ କ'ଣ ଥିଲେ? ଦୁଇ ପ୍ରକାର। ଗୋଟିଏ ହେଉଛି କ'ଣ? ଶବ୍ଦାଳଙ୍କାର ଏବଂ ଅର୍ଥ অলঙ্କାର। ଶବ୍ଦାଳଙ୍କାର অলঙ্କାର କେତେ ପ୍ରକାର? ଶବ୍ଦାଳଙ୍କାର ও অর্থালঙ্কার। ওকে, শব্দালঙ্কার এবং অর্থালঙ্কার। তেবে আমরা দেখিবা যে যাহা দ্বারা মানে শব্দালঙ্কার কোন যে যাহা দ্বারা শব্দ কোন হইଥାଏ? সুন্দর সরস ও শ্রুতি মধুর ହୁଏ। যাহা দ্বারা শব্দ সরস সুন্দর ও শ্রুতি মধুর ହୁଏ ତାହାକୁ ଶବ୍ଦାଳଙ୍କାର କୁହାଯାଏ। ତାହାକୁ କ'ଣ କୁହାଯାଏ? ଶବ୍ଦାଳଙ୍କାର କୁହାଯାଏ। ସେହିପରି ଆମେ ଦେଖିବା ଅର୍ଥାଳଙ୍କାର ମାନେ କ'ଣ? ଅର୍ଥାଳଙ୍କାର ମାନେ ଯାହା ଦ୍ୱାରା ଅର୍ଥ ରମଣୀୟ ଚିତ୍ତାକର୍ଷକ ହୁଏ। ଓକେ, ଅର୍ଥାଳଙ୍କାର କ'ଣ? ଯାହା ଦ୍ୱାରା ଅର୍ଥ ରମଣୀୟ ଏବଂ ଚିତ୍ତାକର୍ଷକ ହୋଇଥାଏ। ଯାହା ଦ୍ୱାରା ଅର୍ଥ ରମଣୀୟ ଏବଂ ଚିତ୍ତାକର୍ଷକ ହୁଏ। ଓକେ, ଏଟା ଲିଭେଇବା ପିଲେ। ଯାହା ଦ୍ୱାରା অর্থ রমণীয়
ଚିତ୍ତାକର୍ଷକ ହୁଏ ତାହାକୁ ଅର୍ଥାଳଙ୍କାର କୁହାଯାଏ। ଓକେ ଓକେ ତେବେ ଆମେ ଦେଖିଲୁ ସାହିତ୍ୟକୁ ସରସ ସୁନ୍ଦର କରିବାକୁ ଯେଉଁ ସୌନ୍ଦର୍ଯ୍ୟବର୍ଦ୍ଧକ ଉପାଦାନ ଗୁଡ଼ିକ ଆବଶ୍ୟକ ହୁଏ ତାହାକୁ ଅଳଙ୍କାର କୁହାଯାଏ। ଅଳଙ୍କାର ଦ୍ୱାରା କାବ୍ୟ କବିତା ଗୁଡ଼ିକ ରମଣୀୟ ହୋଇଥାଏ। ଏହା କାବ୍ୟର ଶୋଭା ବୃଦ୍ଧି କରେ। ଅଳଙ୍କାର ମାନେ ଦୁଇ ପ୍ରକାରର ଅଟେ, ଗୋଟେ ହେଲା ଶବ୍ଦାଳଙ୍କାର ଆଉ ଗୋଟେ ହେଉଛି ଅର୍ଥାଳଙ୍କାର। ଶବ୍ଦାଳଙ୍କାର କଣ? ଯାହାଦ୍ୱାରା ଶବ୍ଦ କଣ ହେଇଥାଏ ସରସ ସୁନ୍ଦର ଓ ଶ୍ରୁତି ମଧୁର ହୁଏ ତାହାକୁ ଶବ୍ଦାଳଙ୍କାର କୁହାଯାଏ। ଏବଂ ଅର୍ଥାଳଙ୍କାର କଣ? ଅର୍ଥାଳଙ୍କାର କଣ? ଯାହାଦ୍ୱାରା ଅର୍ଥ ରମଣୀୟ ଚିତ୍ତାକର୍ଷକ ହୁଏ ତାହାକୁ ଅର୍ଥାଳଙ୍କାର କୁହାଯାଏ। ଓକେ ଶବ୍ଦାଳଙ୍କାର ଗୁଡ଼ିକ କଣ? ଶବ୍ଦାଳଙ୍କାର ହେଉଛି ଅନୁପ୍ରାସ, ଯମକ, ଶ୍ଲେଷ ଇତ୍ୟାଦିକୁ ଶବ୍ଦାଳଙ୍କାର କୁହାଯାଏ। ଶବ୍ଦାଳଙ୍କାର ଗୁଡ଼ିକ କଣ କଣ? ଅନୁପ୍ରାସ, ଯମକ, ଶ୍ଲେଷ ଇତ୍ୟାଦି। ସେହିପରି ଶ୍ଲେଷ ଓକେ ସେହିପରି ଆମମାନଙ୍କର ଅର୍ଥାଳଙ୍କାର କଣ? ଉପମା, ଉତ୍ପ୍ରେକ୍ଷା, ରୂପକ, ବ୍ୟତିରେକ ଇତ୍ୟାଦି। ଅର୍ଥାଳଙ୍କାର କଣ? ଉପମା, উৎপ্রেক্ষা, ব্যতিরেক ইত্যাদি। ওকে উপমা, উৎপ্রেক্ষা, ব্যতিরেক, রূপক ইত্যাদি। উপমা, রূপক, উৎপ্রেক্ষা, ব্যতিরেক এবং রূপক ইত্যাদি ইত্যাদি। এই হচ্ছে অর্থালঙ্কার গুড়িক। ଆଉ ଶବ୍ଦାଳଙ୍କାର ଗୁଡ଼ିକ ହେଉଛି କ'ଣ? ଅନୁପ୍ରାସ, ଯମକ, ଶ୍ଲେଷ ଇତ୍ୟାଦି ଇତ୍ୟାଦି। ଓକେ ତେବେ ଆମମାନଙ୍କୁ କ୍ୱେଶ୍ଚିନ୍ ଅନୁପ୍ରାସ ଅଳଙ୍କାର ଲେଖ ବା ଯମକ ଅଳଙ୍କାର କାହାକୁ କୁହାଯାଏ, ଶ୍ଲେଷ ଅଳଙ୍କାର କାହାକୁ କୁହାଯାଏ କିମ୍ବା ରୂପକ ଅଳଙ୍କାର କାହାକୁ କୁହାଯାଏ ଏହିପରି ମଧ୍ୟ ଆସିବ ହେଲା। ତେବେ ଆମେ ଅଳଙ୍କାର କ'ଣ ଏବଂ କେତେ ପ୍ରକାର ଆମେ ଦେଖିବା। ଓକେ ପିଲେ ବର୍ତ୍ତମାନ ଆମେ ଦେଖିବା ଯେ ବର୍ତ୍ତମାନ ଆମେ କ'ଣ ଦେଖିବା? ବର୍ତ୍ତମାନ ଆମେ ଦେଖିବା ଯେ ଶବ୍ଦାଳଙ୍କାରର ଅନୁପ୍ରାସ ଅଳଙ୍କାର ଆମେ ଦେଖିବା। ଓକେ অনুপ্রাস অলঙ্কার। অনুপ্রাস অনুপ্রাস অলঙ্কার কাহাକୁ କୁହାଯାଏ? ଅନୁପ୍ରାସ ଅନୁପ୍ରାସ ଅଳଙ୍କାର କାହାକୁ କୁହାଯାଏ ପିଲେ? ଆମେ ଯେତେବେଳେ ଦେଖିବା ଅନୁପ୍ରାସ ଅଳଙ୍କାର ମାନେ ଆମମାନଙ୍କର କ'ଣ ଯେ ପଦ ମଧ୍ୟରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଉଚ୍ଚାରିତ ହେଲେ ତାହାକୁ ଶବ୍ଦାଳଙ୍କାର ଅନୁପ୍ରାସ ଅଳଙ୍କାର କୁହାଯାଏ। ପଦ ମଧ୍ୟରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣ କ'ଣ ହେଉଥିବ? ବାରମ୍ବାର ଉଚ୍ଚାରିତ ହେଉଥିବ ହେଲା। ଶବ୍ଦ ମଧ୍ୟରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଉଚ୍ଚାରିତ ହେଉଥିବେ ତାହାକୁ ଅନୁପ୍ରାସ ଅଳଙ୍କାର କୁହାଯାଏ। ଓକେ ଶବ୍ଦ ମଧ୍ୟରେ ଏକ ବା ଏକାଧିକ କ'ଣ ହେଉଥିବ? ବ୍ୟଞ୍ଜନ ବର୍ଣ୍ଣ କ'ଣ ହେଉଥିବ? ବାରମ୍ବାର ଉଚ୍ଚାରିତ ହେଉଥିବ। ତାହେଲେ ଆମେ ଦେଖିବା ଯେ ଆମେ ଯେତେବେଳେ କବି ମାନେ ରାଧାନାଥ ରାୟଙ୍କର ଆମେ ଦେଖିବା ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା। ଓକେ ଏଇଠି ମାନେ ଦେଖିବା ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା। ଓକେ ଏଇଠାରେ ଆମେ କ'ଣ ଦେଖୁଛୁ ପିଲା? ଏଇଠାରେ ଆମେ ଯେ ଏଇଠି ଆମେ କ'ଣ କରୁଛୁ ଯେ ଆମମାନଙ୍କର ବାରମ୍ବାର କ'ଣ ଉଚ୍ଚାରଣ ହେଉଛି ଏଠାରେ ଏହି ପଦରେ ଆମେ ଦେଖୁଛୁ କ ଲ ମ ଏଗୁଡ଼ିକୁ କ'ଣ ବାରମ୍ବାର ଉଚ୍ଚାରଣ ହେଉଛି। କ'ଣ କ ଲ ମ ଏଗୁଡ଼ା ବାରମ୍ବାର ଉଚ୍ଚାରଣ ହେଉଛି ହେଲା। ତେବେ ଶବ୍ଦ ମଧ୍ୟରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଉଚ୍ଚାରିତ ହେଲେ ତାକୁ କ'ଣ କୁହାଯାଏ?
ଅନୁପ୍ରାସ अलंकार बोली कहुए। यह कवि रवीन्द्रनाथ राय आमर जो चिलिका कविता जो कि उत्कल कमला विलास दीर्घिका मराल मालिनी नीलांबु चिलिका। ओके, उत्कल कमला विलास दीर्घिका मराल मालिनी नीलांबु चिलिका। ओके ओके तेरे आम कौन आउ देखा आ गोटे देखी नब कालिका बोकालिका मालिका आली कालिका कांत स्मरी रक्षा केमंत करी घरिबा मत करी गति की एमंत विचारी। ओके, उपेन्द्र भंजकर लावण्यवती जदि आम देखा। ओके, ये आम देखिलु जे क ल म एटा बारंबार उच्चारण होची सेहीपरि एठारे कौन हुए जे कवि उपेन्द्र भंजकर लावण्यवती जो कविता आम देखा सेठारे कौन लिखा है देखी नब कालिका बोकालिका मालिका आली कालिका कांत स्मरी। ओके, रक्षा केमंत करी घरिबा मत करी गति की एमंत विचारी। ओके, तेबे आमे देखिबा लिखिबा सीधा देखी नब कालिका देखी नब कालिका बोकालिका मालिका बोकालिका मालिका आली कालिका कांत स्मरी आली कालिका कांत स्मरी पिले ये कौन आम बारंबार उच्चारण होती देख पिले ये आम देखुच क ल ये उच्चारण होती ना। ओके, देखी देखी नब कालिका बोकालिका मालिका आली कालिका कांत स्मरी रक्षा केमंत करी। ओके, रक्षा केमंत करी घरिबा मत करी गति को एमंत विचार। रक्षा केमंत करी घरिबा मत करी गति की एमंत विचार गति की एमंत विचार। मन रख पे बुझे ना ये देख र उच्चारण हो उच्चारण हो उच्चारण हो शब्द अलंकार कौन जे जमी देखिलु उत्कल कमला विलास दीर्घिका मराल मालिनी नीलांबु चिलिका जो जमी देखिलु क गुड़ा उच्चारण होते क गुड़ा उच्चारण हो देखी नब कालिका बोकालिका मालिका आली कालिका कांत स्मरी रक्षा करी रक्षा केमंत करी घरिबा मत करी गति की एमंत विचार। ओके, ये क ल बारंबार उच्चारण होते आम देखा जे यहाँ हूँ आम कौन एठारे यह हूँ कवि आम कौन लावण्यवती जो कवि उपेन्द्र भंजकर कवि काव्यटा लावण्यवती बर्तमान आम कौन देखा जमक अलंकार देखा। ओके, ये अनुप्रास अलंकार सरला आम कौन देखुचे शब्दालंकार। ओके, शब्दालंकार कौन कौन अनुप्रास अलंकार जमक अलंकार आउ श्लेष अलंकार। बर्तमान हम देखिए जमक जमक अलंकार। जमक अलंकार कौन पिले जमक अलंकार तुम जानवा दरकार जे भिन्नार्थक बोधक एक प्रकार शब्दर बारंबार आवृत्ति हेउथिबो माने जो भिन्न भिन्न अर्थ प्रकाश करुथिबो एक प्रकार शब्द। ओके, भिन्नार्थक बोधक एक प्रकार शब्द कौन होथिबो बारंबार कौन आवृत्ति को जमक अलंकार बोली कुआ जाय। ओके, भिन्नार्थक बोधक एक प्रकार शब्द कौन हो बारंबार कौन हो बारंबार कौन हो जे एक प्रकार शब्द ता कौन हो बारंबार माने रिपीट हो कौन कह बारंबार आवृत्ति होते ताकू कौन कह जाए जमक अलंकार कह जाए जमक अलंकार कह जाए। ओके, कौन माने माने उदाहरण स्वरूप आम नेबा एग्जांपल नहीं उदाहरण स्वरूप कौन नेबा हमें देखो पिले जमक अलंकार कौन भिन्नार्थक अर्थ प्रकाश करतो किंतु एक प्रकार शब्द से देखरे नलिनी नलिनी रे पूरित भ्रमंती भ्रमरे 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 शोभित। ओके, एटा मध्य कवि माने उपेन्द्र भंजकर लावण्यवती बुझुछन नै
କେମିତି ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ ଦେଖରେ ନଳିନୀ ନଳିନୀରେ ପୂରିତ ଭ୍ରମନ୍ତି ଭ୍ରମରେ 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 ଶୋଭିତ। ଓକେ ଦେଖ ପିଲେ ଏଇଟା ଉଦାହରଣ ଦେଖିବା ଦେଖରେ ନଳିନୀ ନଳିନୀ ଦେଖରେ ନଳିନୀ 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 ନଳିନୀରେ ପୂରିତ ନଳିନୀରେ ପୂରିତ ପୂରିତ ଭ୍ରମନ୍ତି ଭ୍ରମନ୍ତି ଭ୍ରମରେ 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 ଶୋଭିତ ଶୋଭିତ। ଦେଖ ପିଲେ କେତେ ଇଣ୍ଟରେଷ୍ଟିଂ ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ। ଓକେ ନଳିନୀ ମାନେ ଗୋଟିଏ ପଦ୍ମିନୀ ଜାତୀୟ ଗୋଟିଏ ରମଣୀୟ ମାନେ ନାରୀ ବୁଝୁଛ ନା ଏ ପ୍ରଥମ ନଳିନୀର ଶବ୍ଦ ହଉଛି କ'ଣ ଜଣେ ପଦ୍ମିନୀ ଜାତୀୟ ଗୋଟେ ରମଣୀୟ ନାରୀ ଅତି ସୁନ୍ଦର ନାରୀ ସୁନ୍ଦରୀ ନାରୀ। ଓକେ ପଦ୍ମିନୀ ଜାତୀୟ ମାନେ ଏ ନଳିନୀର ଶବ୍ଦ ହଉଛି ପଦ୍ମିନୀ ଜାତୀୟ ରମଣୀ ନାରୀ ନାଇଁ କି ପଦ୍ମିନୀ ଜାତୀୟ ଜଣେ ରମଣୀ ସୁନ୍ଦରୀ ନାରୀ। ଓକେ ଆଉ ଗୋଟେ ହଉଛି କ'ଣ ପିଲା ଯେ ନଳିନୀ ଆଉ ଗୋଟେ ଶବ୍ଦ ହଉଛି ପୁଷ୍କରିଣୀ ପୁଷ୍କରିଣୀ ଆଉ ଗୋଟେ ଶବ୍ଦ ହଉଛି ନଳିନୀ ହଉଛି ପଦ୍ମ। ଓକେ ମାନେ ଦେଖ ଗୋଟିଏ ପଦ ମାନେ ଏକ ପ୍ରକାର ଶବ୍ଦ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରୁଛି। ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ। ଓକେ ଦେଖରେ ନଳିନୀ ନଳିନୀରେ ପୂରିତ ଭ୍ରମନ୍ତି ଭ୍ରମରେ 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 ଶୋଭିତ। ବର୍ତ୍ତମାନ ଆମେ ଦେଖିବା ଭ୍ରମରେ ଏ ଦୁଇ ତିନିଟା ଭ୍ରମର ଦେଖୁଛେ ନା କି ଭ୍ରମରେ 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 ଶୋଭିତ ଅର୍ଥାৎ ପ୍ରଥମ ଭ୍ରମରେ ହଉଛି ଭ୍ରମର ମାନେ ଆଉ ଦ୍ୱିତୀୟ ଭ୍ରମରେ ହଉଛି ଭୁଲରେ ଆଉ ଭ୍ରମନ୍ତି ମାନେ କ'ଣ ଭଉଁରୀରେ। ଓକେ ଓକେ ଏଇଟା ଏଇଟା କ'ଣ ମାନେ ପ୍ରଥମଟା ହଉଛି କ'ଣ ଯେ ଆମମାନଙ୍କର ଭ୍ରମନ୍ତି ମାନେ ଭୁଲରେ। ଓକେ ମାନେ ଭଉଁରୀରେ ସେମାନେ କ'ଣ ହଉଛନ୍ତି ଏମିତି ଯେ ଭ୍ରମର ମାନେ ଭୁଲରେ ସେମାନେ କ'ଣ ଭଉଁରୀରେ କ'ଣ ହେଉଛନ୍ତି ଘୁରୁଛନ୍ତି। ଓକେ ଭ୍ରମର ମାନେ ଭୁଲରେ ଏଇଟା ହଉଛି ଭ୍ରମର ମାନେ ଏଇଟା ଭ୍ରମନ୍ତି ମାନେ ଭୁଲରେ ଭୁଲରେ କ'ଣ ଏ ଭ୍ରମର ମାନେ ଭଉଁରୀରେ। ଓକେ ଓକେ ଭ୍ରମର ମାନେ ଭ୍ରାନ୍ତିରେ ଏଇଟା ଭୁଲରେ ବା ଭ୍ରାନ୍ତିରେ। ଓକେ ଦେଖରେ ନଳିନୀ ନଳିନୀରେ ପୂରିତ ଭ୍ରମନ୍ତି ଭ୍ରମରେ 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 ଶୋଭିତ। এই ପ୍ରକାର ଗୋଟିଏ ଶବ୍ଦ କ'ଣ ହୋଇଥାଏ ପିଲେ ବାରମ୍ବାର କ'ଣ ହୋଇଥାଏ ଭିନ୍ନାତ୍ମକ ଅର୍ଥରେ କ'ଣ ଆବୃତ୍ତି ହେଉଥିବ ବୁଝୁଛ ନାହିଁ ମାନେ କ'ଣ ତ ଭିନ୍ନ ଭିନ୍ନ ଅର୍ଥରେ ମାନେ ବର ଜୀବ ରସେ ଦେଇ ମାନସ ବରଜି ବରସେ ଅମେଧ୍ୟ ଗ୍ରାସ। ଦେଖ ଆଉ ବି ଅଛି ନାଇଁ ବର ଜୀବ ରସେ ଦେଇ ମାନସ ବରଜି ବରସେ ଅମେଧ୍ୟ ଗ୍ରାସ ମାନେ ବର ଜୀବ ମାନେ ଶ୍ରେଷ୍ଠ ଜୀବ ବର ଜୀବ ରସେ ମାନେ ସାମୂହିକକୁ ବୁଝଉଛି ନାଇଁ ମାନେ ଶ୍ରେଷ୍ଠ ଜୀବ ବା ଗାଈର ରସରେ ନାଇଁ କ'ଣ ବର ଜୀବ ରସେ ମାନେ ତ୍ୟାଗ କରି ଅମେଧ୍ୟ ଗ୍ରାସ ମାନେ ବର୍ଷେ ପର୍ଯ୍ୟନ୍ତ ସେ କ'ଣ କରିବ ଅମେଧ୍ୟକୁ ଗ୍ରାସ କରିବ ନାହିଁ ବିଷ୍ଠା ଖାଇବ ନାହିଁ କି ମଇଳା ଗୁଡ଼ିକୁ ଖାଇବ ନାହିଁ କେବଳ ଶ୍ରେଷ୍ଠ ଜୀବର କ'ଣ କରିଥିବ ରସ ପାନ କରିବ। ବର ଜୀବ ରସେ ଦେଇ ମାନସ ବରଜି ବରସେ ଅମେଧ୍ୟ ଗ୍ରାସ ଦେହେ ମନ୍ଦାକିନୀ ରଜ ଲଗାଇ ଗ୍ରାମ ସୁକରିକି ହୋଇବ ଗାଈ। ଏଇଟା ଆମମାନେ ଜଗତରେ କେବଳ ଜନ୍ୟ ଆସିବେ ହିଁ ତମ ଫଳ ଏଇ କବିତାଟା ମାନେ ଜାଣିଛୁ। ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ ନିଜ ତୁଣ୍ଡେ ମଣ୍ଡି ଖଣ୍ଡ ମୂଳାଳ ଚାଲୁ ପୂର୍ବଙ୍ଗ ବୁଲାଇବ କି ତେବେ ସେ ମରାଳି ବୁଲାଇବ କି ନାଇଁ ଏ ପ୍ରକାର ଆମେ ଦେଖିଛୁ। ଆଉ ପୁଣି ଦେଖିଛୁ କ'ଣ ଅଳକତ ଦ୍ରବ୍ୟ ନୟନେ ବଳି ରସାଳ ଗହଳ ଶାଖାରେ ଖେଳି କବଳ କରୁତା କଳି କଳାପ କାକକି କରିବ ପଞ୍ଚମାଳାପ। ଦେଖ କ ଆଉ ଳ କେମିତି ବାରମ୍ବାର ଉଚ୍ଚାରଣ ହଉଛି ପିଲେ। ଓକେ ଓକେ ଅଳକତ ଦ୍ରବ୍ୟ ନୟନେ ବଳି ରସାଳ ଗହଳ ଶାଖାରେ ଖେଳି କବଳ କରୁତା କଳି କଳାପ କାକକି କରିବ ପଞ୍ଚମାଳାପ। ଓକେ ପିଲେ ସେ ଯାହା ହଉ ଆମମାନେ ଯାହା ଦେଖିଲୁ ଆମମାନେ କ'ଣ ଦେଖିଲୁ ଯେ ଅଳଙ୍କାର ଗୁଡ଼ିକ ଆମମାନେ ବର୍ତ୍ତମାନ ଦେଖୁଛୁ। ଓକେ ଅଳଙ୍କାର ଗୁଡ଼ିକ ଆମମାନେ ଯେତେବେଳେ ଆମେ ଦେଖୁଛେ ଏଗୁଡ଼ିକ ଆମମାନଙ୍କ ଅଳଙ୍କାର କାହାକୁ କୁହାଯାଏ ଆମମାନେ ତାହା ମନେ ରଖିବା ଦରକାର। ଅଳଙ୍କାର କାହାକୁ କୁହାଯାଏ ଯେ ସାହିତ୍ୟକୁ କ'ଣ କରିଥାଏ ସୁନ୍ଦର ସରସ ଆଉ କ'ଣ କରିଥାଏ ରମଣୀୟ କରିବା ପାଇଁ ଯେଉଁ ସୌନ୍ଦର୍ଯ୍ୟ ବୋଧକ ଉପାଦାନ ଗୁଡ଼ିକ ଯେଉଁ ଆବଶ୍ୟକ ହୁଏ ବା ବ୍ୟବହାର ହୁଏ ତାହାକୁ ଆମେ ଅଳଙ୍କାର କହିଥାଉ। ଓକେ ତେଣୁ ଏହା ବାକ୍ୟର ଶୋଭାବୃଦ୍ଧି କରେ ଆଉ ଅଳଙ୍କାର କାବ୍ୟ କବିତାକୁ କ'ଣ କରିଥାଏ ରମଣୀୟ କରିଥାଏ। ଓକେ ଅଳଙ୍କାର ସାଧାରଣତଃ ଦୁଇ ପ୍ରକାର ଗୋଟେ ହେଉଛି ଶବ୍ଦ ଅଳଙ୍କାର ଆଉ ଗୋଟେ ଅର୍ଥ ଅଳଙ୍କାର ଯାହାଦ୍ୱାରା କ'ଣ ହୋଇଥାଏ
शब्द माने शब्द शब्दालंकार शब्द कौन होता है सरल सुंदर एवं रसमय होता है ओके रसमय होता है ताको शब्द अलंकार कह जाए और शब्द अलंकार आम देखिलु जे आम तीन प्रकार देखा गोटे है कौन आम देखी सारी अनुप्रास अलंकार जमक अलंकार और श्रेष्ठ अलंकार देखा पिले श्रेष्ठ अलंकार टी डिफिकल्ट तेणु भलरे शुण ओके मैंने क्लास बोर्ड कर ओके श्रेष्ठ अलंकार कौन से श्रेष्ठ अलंकार पिले श्रेष्ठ अलंकार कौन श्रेष्ठ अलंकार में हमें देखा जे श्लेष अलंकार गोटे मिनट पे श्लेष अलंकार आम देखा ओके श्लेष अलंकार कौन जो गोटे शब्द कौन होता है जे दुई बा तहिरु अधिक भिन्न अर्थ प्रकाश करे गोटे शब्द कौन होता है दुई बा तहिरु अधिक भिन्न भिन्न अर्थ प्रकाश करे जोठारे गोटे शब्द दुई बा अधिक भिन्नार्थ प्रकाश करे भिन्नार्थ प्रकाश करे ताहाको श्लेष अलंकार कह जाए ओके ताहाको कौन कह जाए पिले श्लेष अलंकार कह जाए ओके गोटे शब्द दुई बा अधिक भिन्नार्थ प्रकाश करुथो माने दी तीन अर्थ प्रकाश करुथो ना कि ताको हम कौन कहि था श्लेष अलंकार कह जाए ओके आ माने किंतु आम मन रखा पड़े जो शब्द एक बा एकाधिक अर्थ प्रकाश करे ताको श्लिष्ट पद मध्य कह जाए जो शब्द मन रखियो श्लिष्ट पद कौन जो शब्द ताहा दी तीन अर्थ प्रकाश करुथिबो ओके जो शब्द एकाधिक माने कौन करता है अर्थ प्रकाश करे ताको श्लिष्ट पद कह जाए एकाधिक अर्थ प्रकाश करुथिबा शब्द एकाधिक अर्थ प्रकाश करुथिबा शब्द ओके जो शब्द माने एकाधिक अर्थ प्रकाश करे ताको कौन कह जाए श्लिष्ट पद कह जाए पद को माने एकाधिक अर्थ प्रकाश करुथिबा शब्द को श्लिष्ट पद कह जाए श्लिष्ट पद कह जाए ओके एकाधिक अर्थ प्रकाश करुथिबा माने जो जहाँ जो एकाधिक अर्थ जो प्रकाश करे ताको श्लिष्ट पद कह जाए तेरे श्लेष अलंकार केते प्रकार पिले आम माने जानिया पड़िबो तीन प्रकार श्लेष अलंकार ओके श्लेष अलंकार केते प्रकार तीन प्रकार कौन अभंग श्लेष सभंग श्लेष भंगाभंग श्लेष श्लेष अलंकार केते प्रकार तीन प्रकार अभंग सभंग एवं भंगाभंग अभंग श्लेष सभंग श्लेष भंगाभंग अभंग श्लेष सभंग श्लेष अभंग श्लेष सभंग श्लेष आ भंगाभंग श्लेष आ कौन भंगा भंग श्लेष ओके यह तीन प्रकार अटे बर्तमान आम जदि देखा पिले ताहले आमने प्रथम आम देखा जे अभंग श्लेष नाई सभंग श्लेष एवं भंगाभंग श्लेष जो शब्द को भांगी माने भिन्नार्थ करा जाए शब्द को भांगी भिन्न भिन्न अर्थ करा जाए अर्थात माने शब्द गुड़ी को कौन कौन खंडित हो भिन्न अर्थ प्रकाश करते ओके ताहा होची कौन ताहाको माने कौन आमे भांगी की से अर्थ प्रकाश करिथाउ अर्थात सेठार कौन होता है सभंग श्लेष होता है सभंग श्लेष कोठी होता है जो शब्द को भांगी की बा खंडित करिकी भिन्न भिन्न अर्थ प्रकाश करा जायथा भिन्न अर्थ प्रकाश करा जायथा ताहा होची सभंग श्लेष कौन जो शब्द को भांगी शब्द को कौन कर भांगी की भिन्नार्थ प्रकाश कर भिन्नार्थ खंडित करी भांगिबा खंडित करी नहीं शब्द को कौन भांगिबा खंडित करी भिन्नार्थ प्रकाश करा जाए आमे देखिले जानिबो ओके भिन्नार्थ प्रकाश करा जाए ताहा कौन होता है सभंग श्लेष होता है ताहा सभंग श्लेष होता है केमिति पिले आमाने जेते देखिबा
very interesting কিন্তু ଆମେ ମାନେ ଯେଉଁଠାରେ କ'ଣ କରାଯିବ ଶବ୍ଦକୁ ଭାଙ୍ଗି ଭିନ୍ନ ଅର୍ଥ ପ୍ରକାଶ କରାଯିବ ଆଉ ପୁଣି ଯେଉଁଠାରେ ଶବ୍ଦକୁ ନ ଭାଙ୍ଗି ଭିନ୍ନ ଭିନ୍ନ ଅର୍ଥ କରାଯାଏ ତାହା ହେଉଛି କ'ଣ ତାହାକୁ ଆମେ ଅଭଙ୍ଗ ଶ୍ଲେଷ ବୋଲି କୁହାଯାଏ ସେଟା ଅଭଙ୍ଗ ଆମେ ୱାର୍ଡରୁ ହିଁ ମନେ ରଖିବା ସେଟା ଶବ୍ଦକୁ ଭଙ୍ଗାଯାଏ ନାହିଁ କିନ୍ତୁ ତାର ଉଲ୍ଟା ହେଉଛି ଏଇଟା ଯେଉଁଠାରେ ଶବ୍ଦକୁ ଭାଙ୍ଗି ଭିନ୍ନ ଅର୍ଥ ପ୍ରକାଶ କରାଯାଏ ତାହା ବା ଖଣ୍ଡିତ କରି ଶବ୍ଦକୁ ଖଣ୍ଡିତ କରିକି କ'ଣ କରାଯାଏ ଶବ୍ଦକୁ ଖଣ୍ଡିତ କରିକି ବା ଭାଙ୍ଗିକି ଭିନ୍ନ ଅର୍ଥ ପ୍ରକାଶ କଲେ ତାକୁ ସର୍ବଂ ଶ୍ଲେଷ କୁହାଯାଏ କିନ୍ତୁ ଅଭଙ୍ଗ ମାନେ କ'ଣ ଯେଉଁଠାରେ ଶବ୍ଦକୁ କ'ଣ ହୁଏ ନ ଭାଙ୍ଗିକି ଭିନ୍ନ ଭିନ୍ନ ଅର୍ଥ କରାଯାଏ ଓକେ ଶବ୍ଦକୁ ନ ଭାଙ୍ଗି ଭିନ୍ନ ଭିନ୍ନ ଅର୍ଥ କରାଯାଏ ସେଇଟା ହେଉଛି ଅଭଙ୍ଗ ଶ୍ଲେଷ ଆଉ ଯେଉଁଠାରେ ମାନେ ଅଭଙ୍ଗ ଏବଂ ସଭଙ୍ଗ ଉଭୟ ରହିଥାନ୍ତି ସେଇଟା ହେଉଛି ଭଙ୍ଗାଭଙ୍ଗ ଶ୍ଲେଷ ବୁଝୁଛ ନା ଯୋଉଠି ଅଭଙ୍ଗ ଏବଂ ସଭଙ୍ଗ ଶ୍ଲେଷ ମିଶିକି ରହିଯାଇଥାନ୍ତି କେତେଟା ପଦ ଭଙ୍ଗା ହେଉଥିବ କେତେଟା ପଦ ଭଙ୍ଗା ହେଉନଥିବ ତେବେ ତାହାକୁ କ'ଣ କରାଯାଏ ମାନେ ଭଙ୍ଗାଭଙ୍ଗ ଶ୍ଲେଷ ବୋଲି କୁହାଯାଏ ଓକେ ତେବେ ଆମେ ବର୍ତ୍ତମାନ ଦେଖିବା ନେକ୍ସଟ ଆମେ ଦେଖିବା ଯେ କ'ଣ ଭଙ୍ଗ ଶ୍ଲେଷ ଓକେ ବୁଝିଲେ ତ ପିଲେ ଗୋଟେ ଜାଗାରେ ଶବ୍ଦକୁ ଭଙ୍ଗାଭଙ୍ଗ କରାଯାଉଛି ଓକେ ଖଣ୍ଡିତ କରାଯାଉଛି ତେବେ ଆମେ ଜାଣିଲୁ ଯେଉଁଠାରେ ଗୋଟିଏ ବା ଦୁଇ ଶବ୍ଦ ତହିଁରୁ ଅଧିକ ଭିନ୍ନ ଅର୍ଥ ପ୍ରକାଶ କରେ ସେଠାରେ କ'ଣ ହୁଏ ଶ୍ଲେଷ ଅଳଙ୍କାର ହୁଏ ବୋଲି ଆମେ ଜାଣିଲୁ ଆଉ ଯେଉଁ ଶବ୍ଦ ଏକାଧିକ ବା ଅର୍ଥର ପ୍ରକାଶ କରିଥାଏ ତାକୁ ଶ୍ଳିଷ୍ଟ ପଦ ମଧ୍ୟ କୁହାଯାଏ ଆମେ ସେଇଟା ଦେଖିଲୁ ତେବେ ଆମେ ବର୍ତ୍ତମାନ ଦେଖିବା ଯେ ଉଦାହରଣ ଦେଖିବା କ'ଣ ଦେଖିବା ପିଲେ ବାବୁ ନାକ ସିରି ଦାନ ଯୋଗ୍ୟ ଜୋଷାକୁ ବାବୁ ନାକ ସିରି ଦାନ ଯୋଗ୍ୟ ବାବୁ ନାକ ସିରି ଦାନ ଯୋଗ୍ୟ ଜୋଷାକୁ ବିହର କାନନ କର ଆଲିଙ୍ଗନକୁ ବାବୁ ନାକ ସିରି ଦାନ ଯୋଗ୍ୟ ଜୋଷାକୁ ଦାନ ଯୋଗ୍ୟ ଜୋଷାକୁ ବିହର କାନନ କର ଆଲିଙ୍ଗନ ବିହର କାନନ କର ଆଲିଙ୍ଗନ ବାବୁ ନାକ ସିରି ଦାନ ଯୋଗ୍ୟ ଜୋଷାକୁ ବିହର କାନନ କର ଆଲିଙ୍ଗନକୁ ଏବେ ପିଲେ ଏଇଟା ବି କେୟାରଫୁଲ ଏଇଟା ଟିକେ ଭଲରେ ଶୁଣିବାକୁ ପଡ଼ିବ ଓକେ ବାବୁ ନାକ ସିରି ଦାନ ଯୋଗ୍ୟ ଜୋଷାକୁ ବିହର କାନନ କର ଆଲିଙ୍ଗନକୁ ଦେଖ ପ୍ରଥମ ପାଦରେ এইটাକୁ ଆମେ ଗୋଟିଏ କ'ଣ କହିବା ପିଲେ ଜାଣିଛ ନା ଏଇଟା ଟୋଟାଲ ହେଉଛି ଗୋଟିଏ ହେଉଛି କ'ଣ ପଦ ଆଉ ଏଇ ଗୋଟେ ହେଉଛି ଟୋଟାଲ ହେଉଛି ଗୋଟେ ପଦ କିନ୍ତୁ ଗୋଟେ ଗୋଟେକୁ ଆମେ କ'ଣ କହିବା ପାଦ କହିବା ଏଇଟା ଗୋଟେ ପାଦ ଏଇଟା ଗୋଟେ ପାଦ ବୁଝୁଛ ନା ସେ ଯାହା ହଉ ଆମେ ଯେତେବେଳେ ଦେଖିବା ଏଇଠି ପିଲେ ମନେ ରଖ ଯେ ଏଇ ଯୋଉ ଦୁଇଟି ଆମମାନଙ୍କର ଏଇ ଯୋଉ ପାଦ ରହିଛି ନାଇଁ କି ଦୁଇଟି ପାଦରେ ପ୍ରଥମ ପାଦରେ କ'ଣ ହେଉଛି ନାକ ସିରି ମାନେ କ'ଣ ପିଲେ ନାକ ସିରି ଆଉ ଦାନ ଦୁଇଟି ହେଉଛି ଶ୍ଳିଷ୍ଟ ପଦ ଏ ବୁଝୁଛ ନା ଏ ନାକ ସିରି ଆଉ ଦାନ ହେଉଛି ଦୁଇଟି କ'ଣ କି ପଦ ପିଲା ଏଇଟା ଶ୍ଳିଷ୍ଟ ପଦ ମାନେ ଏହି ପଦକୁ କ'ଣ କରାଯାଏ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରୁଥିବ ନାକ ସିରି କେମିତି ସେ ଚେଞ୍ଜ ହେଉଥିବ ତାର ଅର୍ଥ ପ୍ରକାଶ କରୁଥିବ ମାନେ ଆମର ଶ୍ଲେଷ ଅଳଙ୍କାରରେ ଓକେ ଶ୍ଳିଷ୍ଟ ପଦ ଏଇ ଦୁଇଟି ହେଉଛି କ'ଣ ଅଭଙ୍ଗ ରୂପେ ମାନେ କ'ଣ କହୁଛନ୍ତି ମାନେ ଏମାନେ ଭାଙ୍ଗି ନାହାନ୍ତି ନାଇଁ ଅଭଙ୍ଗ ମାନେ ମିଶିକି ଅଛନ୍ତି ଅଭଙ୍ଗ ରୂପେ କ'ଣ କରୁଛନ୍ତି ଦୁଇଟି ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରୁଛି ଓକେ ଦୁଇଟି ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରୁଛି ଅଭଙ୍ଗ ରୂପେ ଥାଇକି ଏଇଟା ଦୁଇଟି ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରୁଛି ତେବେ ଆମେ ଦେଖିବା ପ୍ରଥମ ଅର୍ଥରେ ନାକସିରି ମାନେ କ'ଣ ପିଲେ ଜାଣିଛ ନା ପ୍ରଥମ ଅର୍ଥରେ ନାକସିରି ମାନେ ସ୍ୱର୍ଗ ସମ୍ପଦ ଓକେ ନାକ ମାନେ ସ୍ୱର୍ଗ ସିରି ମାନେ ସମ୍ପଦ ବା ଐଶ୍ୱର୍ଯ୍ୟ ପ୍ରଥମ ଅର୍ଥରେ କ'ଣ ହେଉଛି ନାକ ମାନେ ସ୍ୱର୍ଗ ସିରି ମାନେ ସମ୍ପଦ বা ঐশ্বর্য ওকে প্রথম পদরে আমি দেখুଛୁ নাক মানে স্বর্গ আর সিরি মানে কোন হচ্ছে ঐশ্বর্য বা সম্পদ আর দ্বিতীয় অর্থরে নাক সিরি মানে কোন নাকর সৌন্দর্য দ্বিতীয় অর্থরে কোন হচ্ছে নাকর সৌন্দর্য আর দান অর্থ ছেদন করিবা দ্বিতীয় অর্থরে কোন হচ্ছে দ্বিতীয় অর্থরে নাকর সৌন্দর্য দ্বিতীয় অর্থরে নাকর সৌন্দর্য এবং আমাদের যেতেবেলে নাকর সৌন্দর্য দ্বিতীয় অর্থরে হচ্ছে কোন নাকর সৌন্দর্য এবং দান অর্থ কোন হচ্ছে ছেদন
କରିବା। ଦାନ ଅର୍ଥ କ'ଣ? ଦାନ ଅର୍ଥ କ'ଣ ଥିଲା? ମାନେ ଛେଦନ କରିବା। ଦ୍ୱିତୀୟ ଅର୍ଥରେ ନାକ ମାନେ ନାକର ସୌନ୍ଦର୍ଯ୍ୟ। ଓକେ, ସିରି ମାନେ କ'ଣ କରିବା? ସିରି ମାନେ ଛେଦନ କରିବା, ଛେଦନ କରିବା। ଓକେ, ତେବେ ଆମେ ଦେଖିବା ଯେ ଆମେ କ'ଣ କରିବା? ନାକ ସିରି ମାନେ କ'ଣ? ପ୍ରଥମ ଅର୍ଥରେ ଆମେ ଦେଖିଲୁ, ପ୍ରଥମ ଅର୍ଥରେ ନାକ ସିରି ମାନେ ସ୍ୱର୍ଗ ସମ୍ପଦ, ନାକ ମାନେ ସ୍ୱର୍ଗ, ଆଉ ସିରି ମାନେ କ'ଣ ହେଉଛି? ସମ୍ପଦ। ସିରି ମାନେ ସମ୍ପଦ ବା ଐଶ୍ୱର୍ଯ୍ୟ। ଦ୍ୱିତୀୟ ଅର୍ଥରେ ନାକ ସିରି ମାନେ ନାକର ସୌନ୍ଦର୍ଯ୍ୟ ଏବଂ ଦାନ ଅର୍ଥ ଛେଦନ କରିବା। ଅର୍ଥାତ୍ ଏଇଠି ଆମେ ଦେଖୁଛୁ ଖଣ୍ଡିତ ନ ହୋଇ ଭିନ୍ନ ଭିନ୍ନ ଅର୍ଥ କ'ଣ ହେଉଛି ପ୍ରକାଶ କଲେ ତାକୁ କ'ଣ କରାଯାଏ? ଅଭଙ୍ଗ ଶ୍ଳେଷ ବୋଲି ମଧ୍ୟ କୁହାଯାଏ। ଓକେ, ପ୍ରଥମ ଅର୍ଥ ଦେଖିଲ ଆଉ ଦ୍ୱିତୀୟ ଅର୍ଥ ଦେଖିଲ। ତେବେ ଦ୍ୱିତୀୟ ପାଦରେ ଆମେ ଦେଖିବା। ବର୍ତ୍ତମାନ ବିହର କାନନ କର ଆଲିଙ୍ଗନକୁ ଆମେ ଦେଖିବା। ଓକେ, ତେବେ ବିହର କାନନ ଅର୍ଥ କ'ଣ? କାନନରେ ବିହାର କର ବା କାନନରେ ମାନେ ବନରେ ଭ୍ରମଣ କର। କାନନ ମାନେ କ'ଣ? ବଣ ବା ବନ। ଏଇଟା କ'ଣ? କାନ ବିହର କାନନ ମାନେ କାନନରେ ଭ୍ରମଣ କର। ଓକେ, ଓକେ, ଦ୍ୱିତୀୟ ଅର୍ଥରେ କ'ଣ ହେଉଛି? କାନନରେ କ'ଣ ହେଉଛି? ଭ୍ରମଣ କର। ଓକେ, ବନରେ ଭ୍ରମଣ କର ତଥା ଆଲିଙ୍ଗନ କରକୁ ବୁଝଉଛି। ବନରେ ଭ୍ରମଣ କର ତଥା କ'ଣ ବୁଝୁଛି? ଏଇଟା ଆଲିଙ୍ଗନକୁ ବୁଝଉଛି, ଆଲିଙ୍ଗନକୁ ବୁଝାଉଛି। ଓକେ, ବନରେ ମାନେ ବିହର ମାନେ ଭ୍ରମଣ କର, କୋଉଠି? କାନନରେ ବା ବନରେ ଭ୍ରମଣ କର ତଥା ଆଲିଙ୍ଗନକୁ ଦ୍ୱିତୀୟ ଅର୍ଥରେ ବୁଝାଉଅଛି। ଆଉ ଏଇଟା ପ୍ରଥମ ଅର୍ଥ। ତାପରେ ଆମେ ଦେଖିବା ଦ୍ୱିତୀୟ ଅର୍ଥରେ କ'ଣ? ବିହର। ବିହର ମାନେ କ'ଣ? ବିଶେଷ ଭାବରେ ହରଣ କର। ଦ୍ୱିତୀୟ ଅର୍ଥରେ ବିହର ମାନେ କ'ଣ? ବିହର, ବିହର ମାନେ ବିଶେଷ ଭାବରେ କ'ଣ କର? ଭାବରେ ହରଣ କର। ଦ୍ୱିତୀୟ ଅର୍ଥରେ ହରଣ କର। ଦ୍ୱିତୀୟ ଅର୍ଥରେ କ'ଣ ବୁଝୁଛି? ବିହର ମାନେ ବିଶେଷ ଭାବରେ ହରଣ କର। ଏଇଟା ହେଉଛି ଦ୍ୱିତୀୟ ଅର୍ଥରେ। ଓକେ, ତେବେ ବିହର ମାନେ କ'ଣ? ବିଶେଷ ଭାବରେ ହରଣ କର। ତେବେ ଆମେ ଦେଖିବା କାନ ଓ ନ କର ଆଲିଙ୍ଗନକୁ ବୁଝଉଛି। କାନ ଓ ନ କର, ଏଇଟା କାନ ଓ ନ କର ଏଇଟା ଆଲିଙ୍ଗନକୁ ବୁଝଉଛି। ଦ୍ୱିତୀୟ ଅର୍ଥରେ କାନ ଓ ନ କର ଆଲିଙ୍ଗନକୁ ବୁଝଉଛି, ଆଲିଙ୍ଗନକୁ ବୁଝାଉଛି। ଓକେ, ଓକେ, ଦ୍ୱିତୀୟ ଅର୍ଥରେ କ'ଣ କରୁଛି? ମାନେ କାନ ଓ ନ କର ଏହା କ'ଣ କରୁଛି? ଆଲିଙ୍ଗନକୁ ବୁଝଉଛି। ଓକେ, ପ୍ରଥମ ଅର୍ଥଟା କ'ଣ କହିଲୁ ଆମେ? ମାନେ ଦ୍ୱିତୀୟ ପାଦରେ ଆମେ ଯେତେବେଳେ ଯେ ବିହର କାନନର ଅର୍ଥ ହେଉଛି କାନନରେ ବିହାର କର ବା ବନରେ ଭ୍ରମଣ କର। ଓକେ, ତଥା ଆଲିଙ୍ଗନ କର ବୋଲି ପ୍ରଥମ ଅର୍ଥରେ ବୁଝଉଛି। ଓକେ, ଦ୍ୱିତୀୟ ଅର୍ଥରେ କ'ଣ? ବିହର ମାନେ ବିଶେଷ ଭାବରେ ହରଣ କର। ଆଉ କାନ ଓ ନ କର କ'ଣ ବୁଝଉଛି? ତାହେଲେ ଯେ କାନ ଓ ନ କର ଆଲିଙ୍ଗନକୁ କ'ଣ କରୁଛି? ଆଲିଙ୍ଗନକୁ ବୁଝାଉଅଛି। ଏଇଠାରେ ବିହରର ଅର୍ଥ ଛେଦନ କର। ଓକେ, ଏଇଠାରେ ଦ୍ୱିତୀୟ ଅର୍ଥରେ କ'ଣ ହେଉଛି? ବିହରର ଅର୍ଥ ହେଉଛି କ'ଣ? ଦ୍ୱିତୀୟ ଅର୍ଥରେ ହେଉଛି ବିହରର ଅର୍ଥ ଦ୍ୱିତୀୟ ଅର୍ଥରେ ହେଉଛି କ'ଣ? ବିହର ମାନେ କ'ଣ କରୁଛି? ତାହା ଯେ କାନକୁ ଛେଦନ କର ଓ ଆଲିଙ୍ଗନ ନ କର। ବିହରର ଅର୍ଥ କ'ଣ? କାନକୁ ଛେଦନ କର, ଛେଦନ କର ଓ ଆଲିଙ୍ଗନକୁ ନ କର, ଆଲିଙ୍ଗନକୁ ନ କର। ଟିକେ ଭଲ ଧ୍ୟାନ ଦେଇକି ନ ଶୁଣିଲେ ଜାଣିବେ, ବୁଝଛ ନା? ଓକେ, ତେବେ ଏ କାନନ ପଦଟି କ'ଣ ହେଇଛି ପିଲେ ଦେଖ? ଏ କାନୁନୀ ପଦଟି ଖଣ୍ଡିତ ହେବା ଦ୍ୱାରା କାନୁନର ଅର୍ଥ ଏଇଠି ରହିଛି, ନାଇଁ? କାନ ମାନେ ଭିନ୍ନାର୍ଥ ପ୍ରକାଶ କରୁଛି। କାନୁନ ଖଣ୍ଡିତ ହେଇକି ଅଛି, ଦେଖ କା ନ ଏପଟେ ଛାଡ଼ିକି ନ, ଯଦି ଏଇଟା ଅଲଗା ଅଲଗା ଅର୍ଥ ମାନେ ଏଇଟା କେମିତି ପ୍ରକାଶ କରୁଛି ବୁଝୁଛ ନା? ଅଲଗା ଅଲଗା ଅର୍ଥ ପ୍ରକାଶ କରୁଅଛି। ସେ ଅଲଗା ଅଲଗା ଅର୍ଥ। ଦ୍ୱିତୀୟ ଅର୍ଥରେ ବିହର ମାନେ ବିଶେଷ ଭାବରେ ହରଣ କର, କାନ ଓ ନ କର କହିଲେ ଆଲିଙ୍ଗନକୁ ବୁଝାଉଛି। ଏହାଠାରେ ବିହର ଅର୍ଥ ଛେଦନ କର, କାନକୁ ଛେଦନ କର ଓ ଆଲିଙ୍ଗନକୁ ନ କର ବୋଲି ବୁଝାଉଅଛି। ତେବେ ଆମେ ଦେଖିଲୁ ଯେ କାନନ ଶବ୍ଦଟି କ'ଣ ହେଉଛି? ଖଣ୍ଡିତ ହେବା ଦ୍ୱାରା କାନନ ଶବ୍ଦଟି କ'ଣ ହେଉଛି? ଯେ ଭିନ୍ନାର୍ଥ ଅର୍ଥ ପ୍ରକାଶ କରୁଅଛି। ଓକେ, ଓକେ, ଭିନ୍ନ ଅର୍ଥ ପ୍ରକାଶ କରୁଅଛି। ଆଉ ତେଣୁ ଏହା ସଭଙ୍ଗ ଶ୍ଳେଷ। ସମଗ୍ର ପଦରେ ଆମେ ଦେଖୁଛୁ ଅଭଙ୍ଗ ଏବଂ ସଭଙ୍ଗ ଶ୍ଳେଷ। ଓକେ, ସମଗ୍ର ପଦରେ ତେଣୁ ଏହା ହେଉଛି ସଭଙ୍ଗ ଶ୍ଳେଷ। ଆଉ ସମଗ୍ର ଟୋଟାଲ ପଦରେ ଆମେ କ'ଣ ଦେଖୁଛୁ? ଅଭଙ୍ଗ ଏବଂ ସଭଙ୍ଗ ଶ୍ଳେଷ। ତେବେ ମୁଁ ଆଉ ଟିକେ କହୁଛି, ରିପିଟ୍ କରିକି କହୁଛି। ଦ୍ୱିତୀୟ ପଦରେ କ'ଣ ହେଉଛି? ବିହର କାନନ ଅର୍ଥ କାନନରେ ଭ୍ରମଣ କର,
ନାଇଁ ବିହର କାନନ ମାନେ କାନନରେ ଭ୍ରମଣ କର ବା ବନରେ କ'ଣ ଭ୍ରମଣ କର ତଥା ଆଲିଙ୍ଗନକୁ ବୁଝାଉଛି ଏଇଟା ପଜିଟିଭ ସେନ୍ସରେ ବୁଝାଉଛି ନାଇଁ ଦ୍ୱିତୀୟ ଅର୍ଥ କ'ଣ ବିହର ବି ଲେଖିବ ଛାଡ଼ିକି ହର ବି ହର ଓକେ ବି ହର ଅର୍ଥାତ୍ ବିଶେଷ ଭାବରେ ହରଣ କର ତାପରେ କାନ ଓ ନ କର ମଧ୍ୟ ଆଲିଙ୍ଗନକୁ ବୁଝାଉଛି କାନ ମୁଁ କହିଲି ନା କାନ ଓ ନ କର ଏଇଟା କ'ଣ ବୁଝାଉଛି ଆଲିଙ୍ଗନକୁ ବୁଝାଉଛି ଏଠାରେ ବିହର ଅର୍ଥ ଛେଦନ କର ବା କାନକୁ ଛେଦନ କର ଓ ଆଲିଙ୍ଗନକୁ ନ କର ନେଗେଟିଭରେ ବୁଝାଉଛି ଓକେ ତେବେ କାନନ ପଦ୍ଧତି ଖଣ୍ଡିତ ହେବା ଦ୍ୱାରା କ'ଣ ଭିନ୍ନାର୍ଥ ପ୍ରକାଶ କରୁଛି ଓକେ କାନ ପଦଟି ଖଣ୍ଡିତ ହେବା ଦ୍ୱାରା କ'ଣ ହେଉଛି ଭିନ୍ନ ଅର୍ଥ ପ୍ରକାଶ ପାଉଛି ତେଣୁ ଏହାକୁ ସଭଙ୍ଗ ଶ୍ଳେଷ ବୋଲି କୁହାଯାଏ ଆଉ ପୁଣି ଏ ଦୁଇଟା ମିଶିବାରୁ ମାନେ ଭଙ୍ଗ ଶ୍ଳେଷ ହୋଇଅଛି ଓକେ we shall meet in the next class my dear friends ଏତିକି ଦେଖିବ ପରୀକ୍ଷାରେ ଓକେ ଥ୍ୟାଙ୍କ ୟୁ ଭେରି ମଚ୍